ମଙ୍ଗଳରୁ ସୁରକ୍ଷା ଦେଇ ପ୍ରଭାତ ଦିନରେ ଆମମାନଙ୍କୁ ତାଙ୍କର ନିକଟବର୍ତ୍ତୀ ହେବା ନିମନ୍ତେ ଅନୁଗ୍ରହ ପ୍ରଦାନ କରିଅଛନ୍ତି। ପୁଣି ପ୍ରଭୁଙ୍କର ଦାସୀ ମୋହିନୀ ମାଳି ସିଷ୍ଟରଙ୍କୁ ମୁଁ ହୃଦୟତାର ସହିତ ଧନ୍ୟବାଦ ଜ୍ଞାପନ କରେ। ମଧ୍ୟସ୍ଥ ପ୍ରାର୍ଥନାରେ ଅତି ଉତ୍ତମ ଭାବରେ ପଢେଇ ନେଇଛନ୍ତି। ପୁଣି ପ୍ରଭୁଙ୍କର ଦାସ ଦାସୀ ମାନେ ପ୍ରାର୍ଥନାର ଯୋଦ୍ଧା ସାଜି ଆଜି ପ୍ରଭୁଙ୍କର ନିକଟରେ ବିଭିନ୍ନ ବିଷୟ ନେଇ ପ୍ରଭୁଙ୍କର ନିକଟବର୍ତ୍ତୀ ହେଇ ତାଙ୍କରି ସେ ସିଂହାସନ ନିକଟରେ ହୃଦୟତାର ସହିତ ସମର୍ପିତର ସହିତ ଯେଉଁ ପ୍ରାର୍ଥନା କରାଯାଇଅଛି, ଆମମାନଙ୍କର ପରମେଶ୍ୱର ପ୍ରାର୍ଥନା ଶ୍ରବଣକାରୀ ସେ ପ୍ରାର୍ଥନାର ଉତ୍ତର ଦେଇ ଆମମାନଙ୍କ ମଧ୍ୟରେ ତାଙ୍କର ସେ ଆଶ୍ଚର୍ଯ୍ୟ ମହାନ ବିଷୟକୁ ପରିପ୍ରକାଶ କରି ସେ ଗୌରବାନ୍ୱିତ ହେଇ ଆସୁଅଛନ୍ତି। ପୁଣି ଆଜି ଯେଉଁ ପ୍ରାର୍ଥନା ନିବେଦନ କରାଯାଇଛି ସେ ପ୍ରାର୍ଥନାର ଉତ୍ତର ମଧ୍ୟ ପ୍ରଭୁ ଦେଇ କାର୍ଯ୍ୟ ସାଧନ କରି ଆସିବେ ଏହା ମାନେ ବିଶ୍ୱାସ କରୁ। ପ୍ରଭୁ ଆମମାନଙ୍କର ପ୍ରାର୍ଥନାର ଉତ୍ତର ଦେଇ ମହିମା ଗୌରବ ସମ୍ଭ୍ରମ କେବଳ ତାଙ୍କେ ପାଆନ୍ତୁ। ଆସନ୍ତୁ ଏହି ସମୟରେ ଆମମାନେ ପରବର୍ତ୍ତୀ କାର୍ଯ୍ୟକୁ ଆରମ୍ଭ କରିବା ପୂର୍ବରୁ ବାକ୍ୟର ଗୋଟିଏ ଅଂଶ ପଠନ କରିବା, ଯାହାକି ଗୀତ ସଂହିତା 90 ପର୍ବର 14 ପଦରେ ଲେଖାଯାଏ, ପ୍ରଭାତରେ ଆମମାନଙ୍କୁ ତୁମ ଦୟାରେ ତୃପ୍ତ କର, ତହିଁରେ ଆମେ ମାନେ ଯାବଜୀବନ ଓ ହୃଷ୍ଟ ଆନନ୍ଦିତ ହେବା। ପ୍ରଭୁ ଏ ପଠିତ ବାକ୍ୟରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ପୁଣି ମତେ ସୁଯୋଗ ଦେଇଥିବା ପିଟରଙ୍କର ଆଜ୍ଞାଙ୍କୁ ମଧ୍ୟ ମୁଁ ହୃଦୟତାର ସହିତ ଭକ୍ତିପୂର୍ଣ୍ଣ ନମସ୍କାର ଜଣାଏ। ପୁଣି ଧନ୍ୟବାଦ ଜ୍ଞାପନ କରେ। ପୁଣି ପ୍ରତ୍ୟେକଙ୍କୁ ମୁଁ ହୃଦୟତାର ସହିତ ନମସ୍କାର ଜଣାଏ। ଆସନ୍ତୁ ଏହି ସମୟରେ ସ୍ତୁତି ଆରାଧନା କରିବା ପାଇଁ ଯିବା। ଆମମାନଙ୍କର ପରମେଶ୍ୱର ଆରାଧ୍ୟ ପରମେଶ୍ୱର ସେ ଅଟନ୍ତି, ସେ ପ୍ରଶଂସାରେ ବାସକାରୀ ପରମେଶ୍ୱର ସେ ଅଟନ୍ତି। ଆମମାନଙ୍କ ମଧ୍ୟରେ ଆଲଫା ଯିଏ ଅଛନ୍ତି, ପ୍ରଭୁ ତାକୁ ସୁନ୍ଦର କଣ୍ଠ ଦେଇ ଅଛନ୍ତି, ପୁଣି ତାଙ୍କର ଗୌରବ ନିମନ୍ତେ ବ୍ୟବହାର କରି ଆଣୁଅଛନ୍ତି। ଆଜି ମଧ୍ୟ ଆମମାନଙ୍କର ଅନୁରୋଧ ରକ୍ଷା କରି ଆମମାନଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି। ଏଣୁ ଆସୁ ମୁଁ ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ଆଗକୁ ଆହ୍ୱାନ କରେ ଯେ ଆଗକୁ ଆସିବେ, ପୁଣି କିଛି ସ୍ତୁତି ବନ୍ଦନା କରି ପ୍ରଭୁଙ୍କର ଗୌରବ କରୁ କରୁ ଆମ ପ୍ରତ୍ୟେକଙ୍କୁ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇବେ। ପ୍ରେଜ୍ ଦ ଲର୍ଡ ଝିଅ। ପ୍ରେଜ୍ ଦ ଲର୍ଡ ଆଣ୍ଟି। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ମହାନାମର ଗୌରବ ହଉ। ପ୍ରଭୁଙ୍କର ଅନୁଗ୍ରହ ଦ୍ୱାରା ଆଉ ଗୋଟେ ସୁନ୍ଦର ଦିନ ଆମର ଜୀବନରେ ପ୍ରଭୁ ଦେଖାଇ ଅଛନ୍ତି ତାଙ୍କରି ଆରାଧନା କରିବା ପାଇଁ। ସେଥିପାଇଁ ପ୍ରଭୁଙ୍କର ମହାନାମକୁ ମୁଁ ଧନ୍ୟବାଦ ଦିଏ ବିଶେଷ ଭାବରେ। ପୁଣି ଥରେ ରିଏଲ ମିନିଷ୍ଟ୍ରି ଆଉ ବର୍ଷିପ କରିବା ପାଇଁ ହୋଷ୍ଟ ମହାଶୟଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଦଉଛି, ମତେ ସୁନ୍ଦର ସୁଯୋଗ ଦେଇଅଛନ୍ତି। ଆସନ୍ତୁ ମୋ ପ୍ରିୟ ଲୋକମାନେ, ଆମେ ସମସ୍ତେ ନିଜ ନିଜ ମନ ପ୍ରାଣ ଆତ୍ମା ସହ ପ୍ରଭୁଙ୍କର ପ୍ରଶଂସା କରିବା, ପ୍ରଭୁଙ୍କର ଗୌରବ କରିବା। Praise the Lord. Thank you, Jesus. ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ସମସ୍ତେ Yes, Lord. Thank you, Jesus. ଲୋକମାନେ ଶେଷ ଦିନ ମାନଙ୍କରେ ଆମେ ଜୀବନ ଯାପନ କରୁଅଛୁ। ଆମେ ସମସ୍ତେ ନିଜ ମନ ପ୍ରାଣ ଆତ୍ମା ସହ ସେ ପ୍ରଭୁଙ୍କୁ ଡାକିବା। ସେ ଆମମାନଙ୍କ ମଧ୍ୟରେ ଥାଇ ଆମକୁ ପ୍ରସ୍ତୁତ କରିବେ, ସେ ଆମକୁ ଗଠନ କରିବେ। ତୁମେ ଦୟା କର ପ୍ରଭୁ, ଅନୁଗ୍ରହ କର। ଆମେ ଯୋଗ୍ୟ ନା ମାତ୍ର ତୁମେ ଆମକୁ ସୁଯୋଗ ଦେଇଛ ତୁମର ପ୍ରଶଂସା କରିବ। Thank you, Jesus. Thank you, Lord. Father. Sara jagatar
पाओ प्रभु हमें पूजा पाओ। थैंक यू जीसस, तुम नाम को धन्यवाद दउछि बापा। तुम्हें गौरव महिमा प्रशंसा पाइबा पाई एकमात्र योग्यवंत परमेश्वर तुम्हारी प्रेम आमन को पाई प्रशंसित पाई तुम नाम रो गौरव करूछि लॉर्ड। थैंक यू फादर। Hallelujah. प्रशंसा सजाई बिमो मोताण साक्षी है भी प्रतिमूर्ते Thank you Lord, thank you Jesus. धन्यवाद प्रभु तुम नाम இந்த கிரீம் அலசாங்க இது ஒரு பெஸ்ட் கிரீம்னு சொல்வேன் என்ன மாதிரி प्रियकारी परमेश्वर तुम नाम गौरव हो प्रशंसा हो राजा। थैंक यू लॉर्ड। आशा तुम प्रिय लोक माने आ गोटे गीत द्वारा माने प्रभुकर गौरव करिबा प्रभुकर प्रशंसा करिबा। थैंक यू जीसस ताकर उपस्थिति को अनुभव करिबा। ओ लॉर्ड हालेलुया। समर्पण कर प्रिय लोक इस सकाल समय प्रातःकाल समय से सुजोग नहीं प्रशंसा करने आज केते लोक सुजोग पाई पारि मात्र अनुग्रह आम मान प्रति रही से अनुग्रह को प्रभु स्मरण कर तुम निकट को आसुच बाबा। पापर व्याधि घेरी कलंकित जीवन अनुतापर लोक धार छड़ाए समस्त गीत द्वारा प्रभुकर प्रशंसा करवा अनुताप करवा निकट को फेरी आसवा।
पापर व्याधि घेरी छिरुदे कलंकित जीवने अनुतापर लत धार झराए मु अनुक्षणे छुई दिया नाथ क्षमार से हाथ छुई दिया नाथ क्षमार से हाथ क्षमामय पापी बंधु तुम्हे दीन दया सिंधु पवित्र परमेश्वर तुम नाम को धन्यवाद दूसरी बाबा तुम्हें मन कर आत्म प्रभु सुनो प्रभु ओ राजा तुम्हें मन कर दुख प्रभु परिवर्तन करबा परमेश्वर अमन कर निराश करे सहायता परमेश्वर तुम नाम को धन्यवाद तुम्हें मन कर प्रकृत बंधु अट प्रभु यस प्रिय लोक माने अमन समस्त तांको स्मरण करो सकाळे मध्याह्न काळे सुण मो आट प्रगट तुम्भ पात्र रे मो नेत्र जल रखा हे दुख पोछी दिया नाथ मोर रुदताप पोछी दिया नाथ मोर रुदताप तुम्हे मो आनंद सिंधु तुम्हे दीन दया सिंधु जीसु मो प्राणर बंधु तुम्हे दीन दया सिंधु भागे मोर तारा कादे मोर तारा भागे मोर तारा कादे मोर तारा हे नाम लोक बिंदु तुम्हे दीन दया सिंधु जीसु मो प्राणर बंधु तुम्हे दीन दया सिंधु थैंक यू लॉर्ड थैंक यू जीसस आसो तुम प्रिय लोक माने आ गोटे गीत द्वारा माने प्रभुकर गौरव करिबा प्रभुकर प्रशंसा करिबा थैंक यू लॉर्ड जीसस तुम नाम को धन्यवाद दूछु तुमरी निकट को आसीबारे आम मन को प्रति केते जे प्रभु सुख अच्छी पिता तुम्हारी से स्पर्शता अनुभव करने को तुम्हें हमन को साहाय्य करो तुम्हें हमन को दया करो तुम्हें हमन को अनुग्रह करो ओ प्रिय पिता परमेश्वर तुम भेजे परि पवित्र से परि तुम्हें हमन को पवित्र करो बोली प्रार्थना करो तुम नाम धन्यवाद दूचे गीत द्वारा समस्त आपण आपण को समर्पण करू मो प्रिय लोक माने ओ जीसस तुमको धन्यवाद दूचे बापा हमने अयोग्य हेले तुम्हें हमन को तुम निकट आसीबा को साहाय्य करू तुम्हारी से आगमन पाए तुम्हें हमन को प्रस्तुत करो प्रभु हमारे हाथ छोड़ा जे परि नई जो से परि यीशु तेरे करीबा
तुमरे आराधना करबा पई तुमे सुंदर सुजोग देछ जेते लोक प्रभु तुमर उपस्थिति रे बसी अछंती समस्त को तुमे आशीर्वाद करो समस्त को अनुग्रह करो तुमरी स्पर्शता दियो पवित्र आत्मा को शक्ति रे परिपूर्ण करो राजा इस शेष दिन मानव करे समस्त को तुमे प्रस्तुत करो बोली प्रार्थना करो छी राजा तुमे दया करो गोटे आत्मा मध्ये विनष्ट न होंत पिता ए मीटिंग रे उपस्थित समस्त आत्मा को तुम हस्त रे समर्पण करो छी तुमे दया करो बापा जेते जण प्रभु मन आत्मा प्राण सह तुमको डाकते तुमे ताकर प्रार्थना सुनी थरछ तुम नाम को धन्यवाद हालेलुया जीसस फादर तुम नाम रो गौरव प्रशंसा महिमा हे प्रभु तुमे धन्य परमेश्वर ए मीटिंग रो आरंभ तो शेष प्रतिटी कार्य तुम हस्त रे समर्पण करछ गौरव महिमा तुमे पाइछ बोली विश्वास करी धन्यवाद दोछ प्रार्थना सुनिलो उत्तर देला धन्यवाद प्रिय प्रभु यीशु ख्रीष्ट का नाम रे छोटिया निवेदन मांगो अछि पिता आमेन प्लीज लॉर्ड बहुत बहुत धन्यवाद झियो प्रभु आशीर्वाद करते प्रभु सुंदर कंठ देइछंती प्रातः समय रे सुंदर गीत द्वारा हम प्रत्येक को आत्मिक जीवन रे जागृत करि देइछंती सतेज प्रस्तुत करी ताकर निकटवर्ती करैछंती प्रभु विशेष विशेष आशीर्वाद करंतु ताकर गौरव निमंते व्यवहार करी आणु अछंती आणु थांतु ए प्रभु कनिगरे प्रार्थना करे कामना करे व्यक्तिगत भाव रे पुणी रियल मिनिस्ट्री तरफ मु विशेष विशेष धन्यवाद ज्ञापन करे प्रभु आशीर्वाद करंतु बहुत बहुत धन्यवाद आसंतु ए समय वाक्यर समय अटे आम निज निज को प्रस्तुत करवा जदि सुविधा रे अच्छु ताले में वीडियो ऑन करी बसिबा जे प्रकार प्रभुंकर वाक्य को गौरव दौ दौ प्रभुंकर दासीकर उत्साह निमंते अपना अपना वीडियो ऑन करवा ता पूर्वर आम माने किछि विज्ञापन अछि आम विज्ञापन सुनिबा पई जिबा आम मानक मध्य प्रभुंकर दास परीक्षा आज्ञा अछंती आज्ञा नमस्कार विज्ञापन रे पढ़ेनो उपस्थित समस्त मोर नमस्कार मु प्रभु को धन्यवाद देवी आम नातुणी को एते सुंदर भाव वर्शिप करथिले नातुणी रो वर्शिप सुनया पई मो अनेक दिन हला आकांक्षा रे थिली आज मु सुनली नातुणी प्रभु आशीर्वाद करंतु आज परिचालिका मध्य आम झियो से मध्य अनेक दिन पर रियल मिनिस्ट्री परिचालना करछन ताके मध्य बहुत बहुत धन्यवाद आमानकर संक्षिप्त विज्ञापन रहिबो जे प्रथम विज्ञापन होची आमानक रियल मिनिस्ट्री एक सभ्या परिवार दुख लोक बहुत दिन हठात एक्सीडेंट हो गले गोड़ राइट साइड गोड़ भांगी जाइए मुखर भी माड़ हो निमंते जदि कहीं हमर फोन पे नंबर पोस्ट आज्ञा को अति शीघ्र दिंतु से व्हाट्सएप रे किछि किछि जदि के साहाय्य करिवे जेहेतु से गोटे विधवा लोक गत वर्ष स्वामी वर्तमान से मेडिकल अच्छे निमंते निमंते प्रार्थना विशेष प्रार्थना करंतु निमंते किछि किछि साहाय्य पठेबा समस्त तत्परता प्रकाश करंतु द्वितीय विज्ञापन आमंत्र 5th गेट टुगेदर निमंते सबुदिन आम कहूँ समस्ते प्रार्थना रे तोली धरंतु दिन पाखे आसलानी जो टिकेट पर्यंत कन्फर्म होनी वेटिंग रे केते जन को भी रही जाइछि से माने फोन करती यार हम कोन हैला वेटिंग रे अछि कोन करिवु ए सब विषय रही छि सेति निमंते व्यक्तिगत भावे प्रार्थना करंतु तृतीय विज्ञापन होला जो माने पर्यंत आमान को जहा धार्य धरा है 3000 पेड करिया पाई जे माने ए पर्यंत 3000 पेड करना से माने देवा पाई तो विज्ञापन बहुत बहुत धन्यवाद आज्ञा असंतो ए समय वाक्य सुनबा पूर्व जो विज्ञापन दिया जाय अछि जो प्रभुकर दास एक्सीडेंट मेडिकल रे पड़ी अछंती पुनी आगामी जो गेट टुगेदर निमंते समस्त विषय नै पुनी वाक्य नै आसुथिबा प्रभुकर दासी को निमंते पुनी हम प्रत्येक प्रभुकर निकट रे समर्पण करी प्रार्थना करिबा संक्षिप्त भाव रे प्रार्थना करिवे आमानक मध्य रे मोजेस पानी आज्ञा अछंती आज्ञा प्रेज द लॉर्ड मत सुनि पारछंती कि मोजेस पानी आज्ञा आज्ञा नमस्कार नमस्कार प्रार्थना रे करेनी
ना मु जस्ट जॉइन करली कौन कौन कुआ गला सुनी पारले परिचय आज्ञा कार एक्सीडेंट शिविका नाग बलांगीर तार एक्सीडेंट ହେଇଛି ଗୋଡ ବି ଭାଙ୍ଗି ଯାଇଛି ତାଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ ଆଉ गेट टुगेदर मुंबई रे हेबो सेथि निमन्ते प्रार्थना करନ୍ତୁ पुणी वाक्य ने आसुवा प्रभुଙ୍କର दासीଙ୍କ निमंते पुणी आम प्रत्येकଙ୍କୁ समर्पण କରି प्रार्थना करी तीनोटी विषय ने आपण प्रार्थना ଆମର वर्शिप करथिबा नातुणी को निमन्ते प्रार्थना करନ୍ତୁ प्रार्थना करिबा आम्भमान को प्रेम करुथुबा एकमात्र नित्य जीवित आम्भमानकर प्रेमिक पिता दयालु प्रभु आमे तुमर धन्यवाद करुछु गौरव करुछु प्रशंसा करुछु अनुग्रह प्रेम करी सुजोग देल तुमर पाद तले बसी तुमर सेवा आराधना गौरव प्रशंसा स्तुति वंदना करिबा पई आम्भमानकर जीवन रे तुमर अनुग्रह भरी देल सेति प्रभु अंतरर कृतज्ञता तुम निकट रे अर्पण करुछु आम समस्त को तुम्हें दया कर साहाय्य कर सहित प्रभु हो प्रिय प्रभु आम प्रार्थना करुछु तुम प्रिय दासी सेविका भौणी निमंते जो समस्त असुस्थता दुर्बलता जीवन में आसी आम प्रार्थना करुछु प्रभु तुम्हें दया कर साहाय्य कर हठात प्रभु जो समस्त दुर्घटना जीवन में घटी हे प्रभु तुम्हें मृत्युर मुखर तुम्हें उद्धार कर रक्षा करियो आघात लगी समस्या आसी किंतु प्रभु तुम्हें सहाय हो सहवर्ती हो धन्यवाद दौछु दिव्य सुस्थता आरोग्यता प्रदान करी तुमर अनुग्रह जोग करी साहाय्य उपकार करुथाओ बोली आमे निवेदन करुछु आसंता दिन रे प्रभु मुंबई ठारे गेट टुगेदर जो समस्त कार्यक्रम रही सेति पाई हमने प्रार्थना करुछु समस्त प्रस्तुति उपरे आशीर्वाद कर दया कर साहाय्य कर जेते जण जिबे से समस्त को तुम निकट रखुछु आशीर्वाद कर दया कर साहाय्य कर संगरे प्रभु हो से दिनटी एक आशीर्वाद दिन हो एवं मध्य तुमर गौरव प्रशंसा आराधना करू करू तुम ठारे लागी रहिबार समय हो बोली आमे प्रार्थना करुछु समस्त क्षेत्र रे तुमर अनुग्रह जोग कर साहाय्य कर प्रिय प्रभु आमे मध्य तुम निकट रे प्रार्थना स्मरण आणुछु जे मध्य प्रभु तुमर गौरव तुम प्रशंसा तुमर आराधना करी गीत गायन करिसंती तुमर प्रशंसा स्तुति करिसंती आमे तांको पई धन्यवाद दउछु प्रभु तुमे तुमर प्रिय संतानंकर सहाय हेइछ ए पर्यंत बही आनिछ धन्यवाद दउछु आसंता दिन गुडिकर मध्य तुम निमंते व्यवहार हेबा पई प्रभु साहाय्य करूथाओ बोली आमे निवेदन करूछु वर्तमान आमे तुमर वाक्य शुणिबु हम समस्त को तुम्हें दया कर साहाय्य कर समस्त को तुम्हें प्रस्तुत कर आम हृदय को आम खोलबू एवं तुमर वाक्य को आम संचय कर रखिबू तुम्हें से साहाय्य कर जे वाक्य देवे आम तुम निकट रखुछु तुम्हें तांकर सहाय हो सहवर्ती हो तुम्हें ताको व्यवहार कर मुख द्वारा तुम्हें आम को कथा को से समस्त वाक्य को आम शुणिबू 30 गुण 60 गुण 100 गुण आम जीवन रे फल फलिबा पारिबू साहाय्य कर ये समस्त प्रार्थना प्रिय प्रभु जीशु नाम रे मागुछु आमेन बहुत बहुत धन्यवाद आज्ञा प्रार्थना रे पढ़ी नबार आसंतु हम माने वाक्य सुनिबा पई जीवा पुनर्बार मु अनुरोध करे जदि आमे सठिक स्थान रे अछु ताले प्रभुकर वाक्य को गौरव दो दो प्रिय दासीकर उत्साह निमंते आमे वीडियो ऑन करी बसबा आउ आज हम मान को निमंते जो वाक्य रखी अछंती प्रभुकर दासी को द्वारा प्रकाश करिबा पई जाउ अछंती आम मान मध्य अनेक थर विभिन्न जूम रे ऑनलाइन ऑफलाइन द्वारा प्रभुकर दासी को व्यवहार करी आणु अछंती आज आम मान अनुरोध रक्षा करी प्रभुकर दासी आम मध्य को आसी अछंती एणु आसु आम विलंब न करी अपना अपना माइक को अनम्यूट करबा प्रभुकर दासी उत्साह निमंते प्रभुकर वाक्य को गौरव दौ दौ आम मध्य एलेन बेहरा सिस्टर को प्रदूषित मधुमय नाम नमस्कार सहित आग को आह्वान करेंगे आग को आसबे आम मान वाक्य द्वारा पढ़े ने सिस्टर प्रेज द लॉर्ड Praise the Lord. Thank you. प्रभु को महान नाम को धन्यवाद दउछि प्रभु पुनर्बार सुंदर सुजोग देचंती आपण मान सहित एभरि सहभागिता पाइबा पईका सत पई प्रभु को नाम रो गौरव हो हमको सेवारे सहाय्य करितबा प्रत्येक प्रभुकर प्रिय दास दासी को मध्य धन्यवाद जणोछि पीटर आज्ञा को धन्यवाद जणोछि उपस्थित प्रत्येक को मोर ख्रीष्ट प्रेम नमस्कार जणाई
ଏବେ ଆମେ ଆଜି ଚିନ୍ତା କରିବା ମାଥ୍ୟୁ ତାର 12 ପର୍ବ 46 ପଦରୁ 50 ପଦ। ମାଥ୍ୟୁ 12 ପର୍ବ 46 ପଦରୁ 50 ପଦ କେହି ପାଇଲେ ପାଠ କରିଦେବେ। ଯୀଶୁ ଲୋକ ସମୂହକୁ କଥା କହୁଥିବା ସମୟରେ ଦେଖ ତାହାଙ୍କ ମା ଓ ଭାଇମାନେ ବାହାରେ ଠିଆ ହୋଇ ତାହାଙ୍କ ସଙ୍ଗରେ କଥା କହିବାକୁ ଇଚ୍ଛା କରୁଥିଲେ। ସେଥିରେ ଜଣେ ତାହାଙ୍କୁ କହିଲା, ଦେଖନ୍ତୁ ଆପଣଙ୍କ ମା ଓ ଭାଇମାନେ ବାହାରେ ଠିଆ ହୋଇ ଆପଣଙ୍କ ସଙ୍ଗରେ କଥା କହିବାକୁ ଇଚ୍ଛା କରୁଅଛନ୍ତି। କିନ୍ତୁ ଯେ ତାହାଙ୍କୁ ଏହି କଥା କହିଲା ତାହାଙ୍କୁ ଯୀଶୁ ଉତ୍ତର ଦେଲେ, ମୋହର ମା କିଏ ଆଉ ମୋହର ଭାଇମାନେ କିଏ? ପୁଣି ଯୀଶୁ ଆପଣା ଶିଷ୍ୟମାନଙ୍କ ଆଡ଼କୁ ହାତ ବଢ଼ାଇ କହିଲେ, ଦେଖ ମୋହର ମା ଓ ମୋହର ଭାଇମାନେ। କାରଣ ଯେ ଆମେନ୍। କେହି ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ମୋହର ଭାଇ ଭଉଣୀ ଓ ମା। ବୋଧେ ପ୍ରାର୍ଥନା କରିବି ତାପରେ ଆମେ ବାକ୍ୟ ମଧ୍ୟକୁ ପ୍ରବେଶ କରିବୁ। ଅତ୍ୟନ୍ତ ପ୍ରେମିକ ଦୟାଳୁ ସ୍ୱର୍ଗୀୟ ପିତା ତୁମ ପବିତ୍ର ମହାନ ନାମର ଧନ୍ୟବାଦ କରୁଅଛୁ ବାପା। ତୁମେ ସୁନ୍ଦର ସୁଯୋଗ ଦେଲ ଆମମାନଙ୍କୁ ପ୍ରଭୁ ଏ ପ୍ରାତ କାଳରେ ବସିବୁ ତୁମର ବାକ୍ୟ ଆଲୋଚନା କରିବୁ। ତୁମେ ମୁଖପାତ୍ର ହୁଅ, ତୁମେ କଥା କୁହ ପ୍ରଭୁ। ଆମେ ଯେଭଳି ତୁମକୁ ଜାଣିବୁ ପ୍ରଭୁ, ଅଧିକରୁ ଅଧିକ ପ୍ରଭୁ ତୁମ ନିକଟରେ ସମର୍ପିତ ହେବୁ। ତୁମେ ସେ ମନ ଆତ୍ମା ଆମ ପ୍ରତ୍ୟେକଙ୍କୁ ପ୍ରଦାନ କର। ଆମ ସହିତ ଜଡ଼ିତ ହେଇଥିବା ପ୍ରତ୍ୟେକଟି ଡିଭାଇସକୁ ତୁମେ ଅନୁଗ୍ରହ ଦିଅ ବାପା। ନିଜ ନିଜକୁ ତୁମରି ହସ୍ତରେ ସମର୍ପିତ ହୋଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ। ତ ଏଇ ସ୍ଥାନରେ ଆମେ ଗୋଟେ ଘଟଣା ଦେଖୁଛୁ। ପ୍ରଭୁ ଯୀଶୁ କଥା କହୁଥିବା ସମୟରେ କଣ ହଉଛି ନା ତାଙ୍କର ମା ଆଉ ଭାଇ ମାନେ କୋଉଠି ଠିଆ ହେଇଛନ୍ତି? ବାହାରେ ଠିଆ ହେଇକି ତାଙ୍କ ସଙ୍ଗରେ କଥା ହେବାକୁ ଇଚ୍ଛା କରୁଛନ୍ତି। ତ ସେଇଠୁ ଜଣେ ତାହାଙ୍କୁ କହିଲା, ଦେଖନ୍ତୁ ଆପଣଙ୍କର ମା ଓ ଭାଇମାନେ ବାହାରେ ଠିଆ ହୋଇ ଆପଣଙ୍କ ସଙ୍ଗେ କଥା କହିବାକୁ ଇଚ୍ଛା କରୁଅଛନ୍ତି। ସେଠୁ ଯୀଶୁ ତାଙ୍କୁ କହୁଛନ୍ତି, କିଏ ମୋର ମା, କିଏ ମୋର ଭାଇମାନେ କିଏ? ଆଉ ପ୍ରଭୁ ଶିଷ୍ୟ ମାନଙ୍କ ଆଡକୁ ହାତ ଦେଖେଇକି କହୁଛନ୍ତି, ଏଇମାନେ ହିଁ ମୋର ମା ଆଉ ମୋର ଭାଇମାନେ। ଯଦି ବା ତାଙ୍କର ନିଜର ମା ନିଜର ଭାଇମାନେ ସେମାନେ ଅଛନ୍ତି, କିନ୍ତୁ ସେମାନେ କୋଉଠି ଅଛନ୍ତି? ଯୀଶୁ ଯୋଉଠି ଅଛନ୍ତି ସେଇଠି ନାହାନ୍ତି। ବାହାରେ ସେମାନେ ଠିଆ ହେଇକି କଣ କରୁଛନ୍ତି ନା ପ୍ରଭୁଙ୍କ ସହିତ କଥା ହେବା ପାଇଁକା ସେମାନେ ଇଚ୍ଛା କରୁଛନ୍ତି। ତ କଥା ହେବାକୁ ଇଚ୍ଛା, କିନ୍ତୁ କୋଉଠି ଠିଆ ହେଇଛନ୍ତି? ବାହାରେ ଠିଆ ହେଇଛନ୍ତି। ପ୍ରଭୁ କଥା ହଉଛନ୍ତି ବୋଲି ଆମେ ଯେମିତି କଥା ହଉ ଜାଗତିକ ପ୍ରଭୁ କଥା ହେବା ମାନେ ସେ ସବୁବେଳେ ପିତାଙ୍କର କଥା ସେ ପ୍ରକାଶ କରୁଥିଲେ। ପିତାଙ୍କର ଉଦ୍ଦେଶ୍ୟ, ପିତାଙ୍କର ଯୋଜନା, ପିତାଙ୍କର କାର୍ଯ୍ୟ ବିଷୟରେ ସେ ସବୁବେଳେ କଥା କହୁଥିଲେ। ଲୋକମାନଙ୍କୁ ସେଇ ବିଷୟରେ ସେ କଣ କରୁଛନ୍ତି ନା ଶିକ୍ଷା ଦଉଥିଲେ। ତ ଏଇ ସମୟରେ ଏମାନେ ନିଜର ବୋଲିକା ସେମାନେ ଭିତରେ ନ ଆସିକି ସେମାନେ କଣ କରୁଛନ୍ତି ନା ବାହାରେ ଠିଆ ହେଇକି ପ୍ରଭୁଙ୍କ ସହିତ କଥା ହଉଛନ୍ତି। ତ ମୋର ଆଜିର ଟପିକ ହଉଛି ଭିତରେ। ଯୋଉମାନେ ଯେହେତୁ ସେମାନେ ବାହାରେ ଠିଆ ହେଇକି କଥା ହଉଛନ୍ତି, ତ ପ୍ରଭୁ ସେମାନଙ୍କୁ କହୁଛନ୍ତି କିଏ? ଯଦିବା ତାଙ୍କର ନିଜର ମା, ଯଦିବା ତାଙ୍କର ନିଜର ଭାଇ ମାନେ, ତଥାପି ପ୍ରଭୁ କଣ କହୁଛନ୍ତି ନା ଯେ କେହି ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେଇ ମୋହର ଭାଇ ଭଉଣୀ ଓ ମା। ଏମାନେ ଯଦିବା ପ୍ରଭୁଙ୍କର ନିଜର ମା ନିଜର ଭାଇ ମାନେ, କିନ୍ତୁ ପ୍ରଭୁଙ୍କର ଇଚ୍ଛା ପିତାଙ୍କର ଇଚ୍ଛା ଏମାନେ ବୁଝି ନଥିଲେ। ପିତାଙ୍କର ଇଚ୍ଛା ସେମାନେ ସାଧନ କରୁନଥିଲେ। ତ ସେଥିପାଇଁ ପ୍ରଭୁଙ୍କ ସମ୍ମୁଖରେ ବସିଥିବା ଲୋକମାନଙ୍କୁ ପ୍ରଭୁ ଦେଖେଇକି କହୁଛନ୍ତି, ଏଇମାନେ ହିଁ ଯୋଉମାନେ ପିତାଙ୍କର ଇଚ୍ଛା ସାଧନ କରନ୍ତି ସେଇମାନେ ହଉଛନ୍ତି ମୋର ଭାଇ ଭଉଣୀ ଓ ମା। ତ ମୁଁ ଆଜି କହିବାର ଉଦ୍ଦେଶ୍ୟ, ଆମେ ପ୍ରଭୁଙ୍କର ଲୋକମାନେ, ଆମ ପ୍ରଭୁ ଯୋଉଠି ଆମେ ସେଇ ସ୍ଥାନରେ ରହିବାର ଆବଶ୍ୟକ ରହିଛି। ଅନେକ ସମୟରେ ଆମେ ବାହାରେ ପ୍ରଭୁଙ୍କର ମିଟିଂ ଚାଲିଥିବ, କାର୍ଯ୍ୟକ୍ରମ ମଣ୍ଡଳୀରେ ହଉଥିବ, ଆମେ ଅନେକ ସମୟରେ କୋଉଠି ଥାଉ? ବାହାରେ ଥାଉ। ବାହାରେ ରହିକି କାର୍ଯ୍ୟ କରିବାକୁ ଅନେକଙ୍କୁ ସେଇଟା ଇଚ୍ଛା ଥାଏ। କିନ୍ତୁ ଆଜି ଆମେ ଚିନ୍ତା କରିବା ପ୍ରକୃତର ବିଷୟ ରହିଛି ଭିତରେ। ପ୍ରଭୁ ସବୁବେଳେ ଚାହାନ୍ତି ଆମେ ଭିତରେ ରହିବା। ଅନେକ ସମୟରେ ଆମର ଜୁମର ବାହାରେ ରହିକି ଆମେ ସବୁ ତଥ୍ୟ ନେଇଥାଉ। ଜୁମର ବାହାରେ ରହିକି ଭିତରେ କଣ ଚାଲୁଛି କଣ ନାହିଁ, ମଣ୍ଡଳୀର ବାହାରେ ରହିକି ଆମେ କଣ କରିଥାଉ ନା ସବୁ ଖବର ରଖିବାକୁ ଇଚ୍ଛା କରୁ। ତ କହିବାର ଉଦ୍ଦେଶ୍ୟ, ଆମେ ଭିତରେ ରହିବାର ଲୋକମାନେ ହଉ
आउ भितरे रहिबा लोक माननकु ही प्रभु एठी देखैकी कहउचନ୍ତି एई माने ही प्रभु मोर पितांकर इच्छा साधनकारी एई माने होउचନ୍ତି मोर भाई भौणी माँ। तो हमर भितरे रहिले प्रभुଙ୍କ निकटरे रहिले भितरे रहिले कौन आशीर्वाद आमे अल्प समय से विषय चिंता करिबा। प्रथम आशीर्वाद आमे देखिबा भितरे रहिबा लोक माने से माने होउचନ୍ତି आशीर्वादकर पात्र माने। जदि आपण माने देखिबे आदि पुस्तक 24 पर्व तार 29 पदरु 31 पद पढ़ी देले आमे बुझी पारिबा। ଆଉ ରିବିକାର ଏକ ଭ୍ରାତା ଥିଲା, ତାହାର ନାମ ଲାବନ। ସେହି ଲାବନ ସେହି ମନୁଷ୍ୟ ଉଦ୍ଦେଶ୍ୟରେ କୂପ ନିକଟକୁ ଦୌଡ଼ିଗଲା। ପୁଣି ସେହି ମନୁଷ୍ୟ ମୋତେ ଏହି କଥା କହିଲା। ଆପଣା ଭଗିନୀ ରିବିକା ମୁଖରୁ ଏହା ଶୁଣି ଆଉ ଭଗିନୀର ନଥ ଓ ହସ୍ତରେ ବଳା ଦେଖି ସେହି ପୁରୁଷ ନିକଟକୁ ଗଲା। ପୁଣି ତାହାଙ୍କୁ କୂପ ପାଖରେ ଓଟମାନଙ୍କ ସହିତ ଛିଡ଼ା ହୋଇଥିବାର ଦେଖି କହିଲା, ହେ ସଦାପ୍ରଭୁଙ୍କର ଆଶୀର୍ବାଦ ପାତ୍ର, ଭିତରକୁ ଆସ। ତୁମ୍ଭେ କାହିଁକି ବାହାରେ ଛିଡ଼ା ହୋଇଅଛ? ମୁଁ ତ ଘର ଓ ଓଟମାନଙ୍କ ପାଇଁ ସ୍ଥାନ ପ୍ରସ୍ତୁତ କରିଅଛି। तो इस स्थान रे आमाने देखुचु इलिएजरଙ୍କ विषय जे कि अब्राहमकर दास से तांकर पुत्रଙ୍କ ପାଇଁ कन्या ପାଇଁକା से जाउचंती आ तांकर दास जेमती तांकर प्रभु तांकु जेमती भाबरे कहिथिले से सेई अनुसार समस्त कार्य करूचंती। आ से भी जेमती एमती झियो को देखिबी पाइबी ताकु मोर प्रभुଙ୍କର पुओ पाइंका आनिबी जहा सब कहिथिले सेई अनुसार जेतेबेले घटुची सेतेबेले से कोन करूचंती रिबिका को सेई नथ देउचंती आउ हस्तरे बळा सेटाकू देउचंती। आउ सेटा देखिकी तांको भाई लाबन काहाकू इलिएजर को कोन कहउचंती, हे सदा प्रभुको आशीर्वाद पात्र भीतर को आस, तमे काहेकी बाहरे छेड़ा हेउछ। तो मोर आज कहिबार उद्देश्य जो माने भीतर को आसंती से माने होचंती आशीर्वादर पात्र। भितरे रहिबार लोक माने होचंती आशीर्वादर पात्र। तार अर्थ बाहर काहेकी बाहर रहिबार लोक माने होचंती अभिशाप सापर पात्र। वाक्य सबु बेले हमकु दुईटी विषय कही थाए, आशीर्वाद अच्छी अभिशाप भी अच्छी बोली। तो आमे सबु बेले आशीर्वाद टाकू खोजी थाउ किंतु तार विपरीत कार्य करि थाउ। तो कहिबार मोर आज उद्देश्य जे आमे सबु बेले भितरे रही कि प्रभुंकर आशीर्वाद पात्र हेबा आवश्यक। मोसा मध्य तांकर पत्र रे लिखिला बेले परे देखंतु सेटा जिहोसियो तार 8 पर्व 34 पद तम सम्मुखरे रखिली आशीर्वाद आ अभिशाप दुईटा विषय एटा पूरा वास्तव अटे आशीर्वाद अभिशाप। तो मु आमे आज चिंता करूछु आमे जेतेबेले भितरे रहइबु सेतेबेले आमे कोन ना आशीर्वाद पात्र माने। माथ्यू तार 25 पर्व को जदि आमाने पळि आसीबा सेठी आमाने देखिबा 33 आ 34 पद 41 पद 33 34 लेखा मेषମାନଙ୍କୁ ଆପଣା ଦକ୍ଷିଣ ପାର୍ଶ୍ୱରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରଖିବେ। ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ୱସ୍ଥ ଲୋକମାନଙ୍କୁ କହିବେ, ଆସ ମୋହର ପିତାଙ୍କ ଆଶୀର୍ବାଦ ପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଛି ସେଥିର ଅଧିକାରୀ ହୁଅ। 41 ପଦ ତତ୍ପରେ ସେ ବାମ ପାର୍ଶ୍ୱସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତ ମାନେ, ମୋ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ପ୍ରସ୍ଥାନ କର। ସେଇଠି ଆମେ ଦିଟା ବିଷୟ ଦେଖୁଛୁ। ଯୋଉମାନେ ହଉଛନ୍ତି ଦକ୍ଷିଣ ପାର୍ଶ୍ୱର ଲୋକମାନେ ସେମାନେ କଣ କହୁଛନ୍ତି ସେମାନଙ୍କୁ ମୋର ପିତାଙ୍କର ଆଶୀର୍ବାଦ ପାତ୍ର ମାନେ। ତମେ କଣ ନା ଏ ଜଗତର ପତନାବଧି ଯୋଉ ରାଜ୍ୟ ପ୍ରସ୍ତୁତ ହେଇଛି ସେଥିର ତମେ ଅଧିକାରୀ ହୁଅ, ଯେହେତୁ ସେମାନେ ପ୍ରଭୁଙ୍କର ଇଚ୍ଛା ଅନୁସାରେ କାର୍ଯ୍ୟ କରିଥିଲେ। କଣ ନା ପ୍ରଭୁ କହୁଛନ୍ତି ମୁଁ କ୍ଷୁଧିତ ଥିଲି ତମେ ମତେ ପାନ କରିବାକୁ ଦେଲ,
ଖାଇବାକୁ ଦେଲ, ତୃଷିତ ଥିଲି ମତେ ପାନ କରିବାକୁ ଥିଲ, ପ୍ରବାସୀ ଥିଲି ମତେ ଆଶ୍ରୟ ଦେଲ। କିନ୍ତୁ ଯୋଉମାନେ ବାହାରର ଲୋକମାନେ ସେମାନେ ସେଇଟାକୁ ବୁଝିଲେ ନାହିଁ ଆଉ ସେମାନେ ସେଇ କାର୍ଯ୍ୟ କଲେ ନାହିଁ। ତ ଆଜି ଆମେ ଚିନ୍ତା କରିବା ଆମେ ସବୁବେଳେ ଭିତରେ ରହିବା, ଆଉ ଭିତରେ ରହିବାର ଲୋକମାନେ ସେମାନେ ବାଧ୍ୟ। ଇଲିଏଜରଙ୍କ ବିଷୟରେ ଆମେ ଦେଖୁଛୁ ସେ କେତେ ବାଧ୍ୟ, ତାଙ୍କ ପ୍ରଭୁଙ୍କର ସେ କେତେ ବାଧ୍ୟ, ସେ ଯେମିତି କହିଛନ୍ତି ସେ ସେମିତି ଭାବରେ କରୁଛନ୍ତି। ଆଜି ମଧ୍ୟ ଆମେ ଆଶୀର୍ବାଦ ପାତ୍ର ପାତ୍ରୀ ହେବାକୁ ହେଲେ ପ୍ରଥମ ବିଷୟ ଆମ ଜୀବନରେ ବାଧ୍ୟତା ରହିବାର ଆବଶ୍ୟକ ରହିଛି। ଏଇଟା ହେଲା ପ୍ରଥମ ବିଷୟ। ଦ୍ୱିତୀୟ ବିଷୟକୁ ଆମେ ଯିବା, ଯୋଉମାନେ ଭିତରକୁ ଆସନ୍ତି ସେମାନେ ହଉଛନ୍ତି ଯୋଗ୍ୟ। ପ୍ରଥମ ରାଜା 1:42 41-42 ପଢେ। ପୁଣି ଅଦନୀୟ ଓ ତାହାର ସଙ୍ଗୀ ନିମନ୍ତ୍ରିତ ସମସ୍ତ ଲୋକ ଭୋଜନ ଶେଷ କରିବା ସମୟରେ ତାହା ଶୁଣିଲେ। ଆଉ ଯୋଆବ ତୁରୀ ଶବ୍ଦ ଶୁଣି ପଚାରିଲା, ନଗରରେ ଏହି କୋଳାହଳ ଶବ୍ଦ କାହିଁକି ହେଉଅଛି? ସେ ଏପରି କହୁଥିବା ସମୟରେ ଦେଖ, ଅବିୟାଥର ଯାଜକର ପୁତ୍ର ଜୋନାଥନ ଉପସ୍ଥିତ ହେଲା। ତହିଁରେ ଅଦନୀୟ କହିଲା, ଭିତରକୁ ଆସ, କାରଣ ତୁମ୍ଭେ ଯୋଗ୍ୟ ପୁରୁଷ ଓ ସୁସମାଚାର ଆଣିଥିବ। ଆଜ୍ଞା, ଥ୍ୟାଙ୍କ ୟୁ। ଏଇଠି ଆମେ ଦେଖୁଛୁ ପଏଣ୍ଟ ହଉଛି କଣ, ଭିତରକୁ ଆସ କାରଣ ତୁମ୍ଭେ ଯୋଗ୍ୟ ପୁରୁଷ ଓ ସୁସମାଚାର ଆଣିଥିବ। ଯୋଉମାନେ ଭିତରକୁ ଆସନ୍ତି ସେଇମାନେ ହଉଛନ୍ତି ଯୋଗ୍ୟ। ଏଇଠୁ ଆମେ ଏଇ ପଏଣ୍ଟଟା ହିଁ ନଉଛୁ। ଯୋଗ୍ୟ ଅର୍ଥ ଆମେ ସମସ୍ତେ ପ୍ରଭୁଙ୍କର କାର୍ଯ୍ୟ କରୁଛୁ, ସମସ୍ତେ ପ୍ରଭୁଙ୍କର ନାମ ନେଉଛୁ, ସମସ୍ତେ ପ୍ରଭୁଙ୍କୁ ପ୍ରେମ କରୁଛୁ, ତାର ଅର୍ଥ ନୁହଁ ଯେ ସମସ୍ତେ ଯୋଗ୍ୟ ବୋଲିକା, ଯୋଗ୍ୟ ବୋଲି। ତ ଆମେ ସବୁବେଳେ ପ୍ରଭୁଙ୍କର ଇଚ୍ଛା ଅନୁଯାୟୀ ଯେତେବେଳେ ଆମେ ଜୀବନ କାଟିଥାଉ ସେତେବେଳେ ଆମେ ପ୍ରଭୁଙ୍କର ବାଧ୍ୟ ହେଇଥାଉ, ସେତେବେଳେ ଆମେ କଣ ହେଇଥାଉ ନା ଯୋଗ୍ୟ ହେଇଥାଉ, ଯୋଗ୍ୟ ହେଇଥାଉ। ଆମେ ଜାଣୁ ଯେ ଅନେକ ପ୍ରଭୁଙ୍କର ନାମରେ ସେଦିନ କହିବେ, ମାଥ୍ୟୁ 7 ପର୍ବର ଘଟଣା, ଅନେକ ସେଦିନ ପ୍ରଭୁଙ୍କୁ କହିବେ ଯେ ଆମେ କଣ ତମ ନାମରେ ଭୂତ ଛଡେଇଲୁନି, ଆମେ କଣ ତମ ନାମରେ ପ୍ରଚାର କଲୁନି, ଆମେ କଣ ଆଶ୍ଚର୍ଯ୍ୟ କାର୍ଯ୍ୟ କଲନି ବୋଲିକା କହିବେ। ମାଥ୍ୟୁ 7 ପର୍ବ 21 ପଦରୁ 23 ପଦ ଆମେ ଜାଣିଛୁ। କିନ୍ତୁ ପ୍ରଭୁ ସେମାନଙ୍କୁ କହିବେ ଯେ ସ୍ପଷ୍ଟ ରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେ ହିଁ ଜାଣି ନାହିଁ। କେମିତି କଥା ଏଇଟା, କେମିତି ଷ୍ଟେଟମେଣ୍ଟ, ମତେ ବେଳେ ବେଳେ ଚିନ୍ତା କଲେ ଆଶ୍ଚର୍ଯ୍ୟ ଲାଗେ। ଯୋଉମାନେ ଏତେ କାମ କରୁଛୁ, ଭାବବାଣୀ କହୁଛୁ, ଭୂତ ଛଡଉଛୁ, ଶକ୍ତିର କାର୍ଯ୍ୟ କରୁଛୁ, ସେମିତି ଲୋକମାନଙ୍କୁ ପ୍ରଭୁ କଣ କହିବେ ନା ମୁଁ ତମ ମାନଙ୍କୁ କେବେ ହିଁ ଜାଣି ନାହିଁ, ହେ ଅଧର୍ମାଚାରୀ ମାନେ ମୋ ପାଖରୁ ଦୂର ହବ। ଯଦି ବା ପ୍ରଭୁଙ୍କର କାର୍ଯ୍ୟ କଲେ କିନ୍ତୁ ଅଯୋଗ୍ୟ ତ ଲାଭ କଣ? ଯଦି ବା ସେମାନେ ପ୍ରଭୁଙ୍କର ମା ଆଉ ଭାଇ ମାନେ କିନ୍ତୁ ଅଯୋଗ୍ୟ ଗଣିତ ହେଲେ ତ ଲାଭ କଣ ହେଲା? ତ ଆଜି ମଧ୍ୟ ପ୍ରଭୁଙ୍କର ଲୋକ ଭାବରେ ଆମେ ମାନେ ସବୁବେଳେ ଯୋଗ୍ୟ ହେବା। ଆଜି ପ୍ରଭୁ ଭୋଜ ନେଲା ବେଳେ ମଧ୍ୟ ସେ ସ୍ଥାନରେ ଆମେ ଦେଖୁଛୁ, ଏଇଟା ପ୍ରତ୍ୟେକ ବିଶ୍ୱାସୀ ମାନଙ୍କ ପାଇଁ ମଧ୍ୟ ଲେଖା ଯାଉଛି। ଯଦି ଆମେ ପ୍ରଥମ କରନ୍ତି 11:27-31 ଦେଖିବା, ସେଠି ଲେଖା ଯାଉଛି, ଯେ କେହି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏଇ ରୁଟି ଭୋଜନ କରେ କିମ୍ବା ଏ ପାତ୍ରରୁ ପାନ କରେ, ସେ ପ୍ରଭୁଙ୍କ ଶରୀର ଓ ରକ୍ତର ଦାୟୀ ହେବ। ସେଥିପାଇଁ ମଣିଷ ପରୀକ୍ଷା କରିକି ସେ ସେଇପରି ଭାବରେ ଭୋଜନ କରୁ ବୋଲିକା କୁହାଯାଉଛନ୍ତି। ଅଯୋଗ୍ୟ ଭାବରେ ନେଲେ କଣ ହଉଛି ନା ଦଣ୍ଡ ରହିଛି। ତ କହିବାର ମୋର ଆଜି ଉଦ୍ଦେଶ୍ୟ, ଆମେ ସବୁବେଳେ ଯୋଗ୍ୟ ହେବା। ସେଇ ବାହାରେ ରହିବାର କ୍ୱାଲିଟି, ବାହାରେ ରହିବାର ଚିନ୍ତା, ବାହାରେ ରହିବାର ଆମର ଯୋଉ ସଂକଳ୍ପ, ତାହା ଆମକୁ କଣ କରିଦିଏ? ଅଯୋଗ୍ୟ କରିଦିଏ। କାହିଁକି? ଭିତରେ ଆସିଲେ ଆମେ ନିଶ୍ଚୟ ବାଧ୍ୟ ହବୁ, ଭିତରେ ଆସିଲେ ଆମେ ପ୍ରଭୁଙ୍କର ଠାରେ ରହିବୁ, ଭିତରେ ଆସିଲେ ଆମେ ପ୍ରଭୁଙ୍କର ବ୍ୟବହାର ଯୋଗ୍ୟ ଆମେ ମାନେ ହେଇପାରିବୁ। କିନ୍ତୁ ବାହାରେ ରହିଲେ ଆମେ ମାନେ ଅଯୋଗ୍ୟର କାର୍ଯ୍ୟ ମଧ୍ୟ ଆମେ ମାନେ ଦେଖୁଛୁ। ଅଯୋଗ୍ୟ ଭାବରେ ଆମେ ପ୍ରଭୁ ଭୋଜ ଗ୍ରହଣ କରିବା ମଧ୍ୟ ଦେଖୁଛୁ। ତ
तो आज आम चिंता करूचु भितर को आसवा लोक मैंने सब बेले योग्य हेबा प्रभु दृष्टि दीटा विषय रही माने योग्य ए माने अयोग्य तो आम सब बेले योग्य लिस्ट रे रहिबार आवश्यक रही एटा होची आम पाइका द्वितीय विषय। तृतीय विषय को आम जीवा जोहन तार 20 पर्व 19 पद भीतर को आसिले आ कौन प्रभु आम ସେହି ଦିନ ଅର୍ଥାତ୍ ସପ୍ତାହର ପ୍ରଥମ ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ ସେଥିର ଦ୍ୱାରଗୁଡ଼ିକ ଯିହୁଦୀମାନଙ୍କ ଭୟରେ ରୁଦ୍ଧ ଥିଲା ସେତେବେଳେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ ତୁମ୍ଭମାନଙ୍କର ଶାନ୍ତି ହେଉ। एटा पुनरुत्थानर परर घटना एटा प्रभु जीशु कौन करुचंती सेही सप्ताहर प्रथम दिन संध्या समय जो गृह शिष्य माने अछंती से गृह कौन ना जिहुदी मानक भय से माने सब बंद करके कबाट रखिचंती तो जीशु आसिकी मध्यस्थल रे ठिया हेकी कौन कहउचंती तुम्भ मानकर शांति हो। जो माने भितरे अछंती से माने केवल प्रभु जीशुंकर शांति पाई परिबे। जो माने भितरे अछंती से माने प्रभुंकर आशीर्वादर पात्र हेबे। जो माने भितरे रहंती से माने प्रभुंकर योग्य हेबे। कार्य कले मध्य आमे अयोग्य बोली जेमती गणित न हो योग्यतार सहित आमे प्रभुंकर कार्य करिवार आवश्यक रहिछि। तृतीय विषय माने देखुछु जेतेबेला आमे भितरे रहू प्रभुंक ठारे रहू प्रभुंक सानिध्य रे रहू प्रभुंक सहभागिता रे रहू सेतेबेले आमे शांति पाइथाउ। समस्ते से शांति पांती नाही। प्रभु कहउचंती जे मु जगत रे शांति दबा पई का आसी नाही माने जगतर लोक मानक पाइका शांति नाही केवल मोर शांति तांकर लोक मानकु प्रभु देइचंती। जो माने तांकर लोक माने से माने कोन करिवे ना शांति पाइबे। आमे जानुचु ए अशांत जगत रे अशांत पृथ्वी रे प्रभु जीशु ही शांति अटंती। आउ से शांति कहा को देबे तांकर लोक मानकु जो माने भीतर को आसंती से मानकु ही प्रभु तांकर शांति प्रदान करिथांती। जति आमे बाहरे रही कि शांति खोजिबु ताहले आमे केबे भी पाई पारिबु नाही। हुए तो से मानकर मनरे किछि माँ भाईंकर मनरे किछि अशांति थिबो से माने कोनोसी प्रकारे प्रभुंक सहित कथा हेबाकु इच्छा करूचंती किंतु से मानकर भूल कोठी ना बाहर। तो आमे जते बेले भीतर को आसीबु सेते बेले जाय कि आमे कोनबु शांति पाई प्रभु सेते बेले तांकर शांति हमको प्रदान करिवे। एटा होची भीतरे आसीबा लोकर आशीर्वाद। तृतीय विषय। चतुर्थ विषय माने देखिबा सुस्थता रहिछि भीतरे ही सुस्थता रहिछि बाहर नुह। लुक तार 5 पर्व 19 पद। କିନ୍ତୁ ଭିଡ଼ ହେତୁ ତାହାଙ୍କୁ ଭିତରକୁ ଘେନି ଯିବା ପାଇଁ ବାଟ ନ ପାଇବାରୁ ସେମାନେ ଘର ଉପରକୁ ଯାଇ ଛାତ ଭିତର ଦେଇ ଖଟିଆ ସହିତ ତାହାଙ୍କୁ ମଧ୍ୟ ସ୍ଥାନରେ ଯୀଶୁଙ୍କ ସମ୍ମୁଖରେ ଓହ୍ଲାଇ ଦେଲେ। तो इस स्थान रे हमें देखुचु जे से पक्षाघात रोगीर घटना। 4 जन तांको कोन करूचंती ना प्रभुଙ୍କ पाखକୁ आणुचंती। एते भिड़ भितर को से माने प्रवेश करि पारु नाहंती सेति पय से माने कोन करूचंती प्रभु जीशु जो गृह रे अछंती से गृहर छात खोली की तांको से कोन करूचंती ना छात भीतर देई खटिया सहित ताहाकू मध्य स्थान को से ओल्हेई दौचंती। तो कहिबार एठी मोर उद्देश्य जितेबेले भीतर को से पक्षाघात रोगीटी की अणा जाउची सेतेबेले से कोन लाभ होची से सुस्थता। प्रभु से मानकर विश्वास देखि कहिले हे मनुष्य तुम्भर पाप क्षमा करा जायछि। जितेबेले आमे भीतर को आसु सेतेबेले सुस्थता सेतेबेले हमर पाप क्षमा मिली थाए आमे सुस्थता लाभ करि थाउ। सुस्थता 2 प्रकार गोटे शारीरिक सुस्थता गोटे आत्मिक सुस्थता। केवल जे आमे सब बेले शारीरिक सुस्थता को लक्ष्य रखिबु ताहा नुहे आत्मिक सुस्थतार मध्य आवश्यक रहिछि। आत्मिक सुस्थता जेतेबेले आमे पाउ सेतेबेले शरीरर सुस्थता किछि ता उपरे गुरुत्व देई न थाए। तो
तो मुख्य विषय होची आम पई आत्मिक सुस्थता लाभ करिबा जेतेबेले हमर पाप क्षमा हेबो सेतेबेले जाय कि आमे से आत्मिक सुस्थता लाभ करि परिबा केतेबेले पाप क्षमा हबो जेतेबेले भितर को आसीबु प्रभु को पाख को आसीबु सेतेबेले कोन हबो ना हमर पाप क्षमा हेबो किंतु ए माने कोन प्रभु को ठारू दूर रे बाहर रही की कथा हेबा पईगा इच्छा करूचंदी तो आज आमर चिंता सबु बेले आमे भितरे रहिबा भितरे माने प्रभुଙ୍କ सम्मुखरे रहिबा प्रभुଙ୍କର निकटरे रहिबा हुए तो हमको प्रभुଙ୍କ पाखକୁ ଯିବା ପାଇଁ ଅନେକ ପ୍ରତିକୂଳ ବିଷୟ ଦେଇକି ଯିବାକୁ ପଡିବ ଏମାନଙ୍କୁ ମଧ୍ୟ 4 ଜଣଙ୍କୁ ସେଇ ପକ୍ଷାଘାତ ରୋଗୀ କି ପ୍ରଭୁଙ୍କ ପାଖକୁ ଆଣିବା ପାଇଁ ଅନେକ ଷ୍ଟ୍ରଗଲ କରିବାକୁ ପଡିଥିବ ଏତେ ସହଜ ହେଇ ନଥିବ କିନ୍ତୁ ଯେତେବେଳେ ଆଣୁଛନ୍ତି ସେତେବେଳେ କଣ ଆମେ ଦେଖୁଛୁ ସୁସ୍ଥତା ରହିଛି ଆମକୁ ମଧ୍ୟ ଅନେକ ପ୍ରତିକୂଳ ବିଷୟ ଦେଇକି ଭିତରେ ସ୍ଥିର ରହିବାକୁ ପଡିବ ଯେତେବେଳେ ରହିବୁ ସେତେବେଳେ ଆମେ ସୁସ୍ଥତା ପାଇବୁ ଆତ୍ମିକ ସୁସ୍ଥତା ପାଇବୁ ତା ସଙ୍ଗେ ସଙ୍ଗେ ଆମେ ଶରୀରର ସୁସ୍ଥତା ମଧ୍ୟ ପାଇବୁ ଏଇଟା ହଉଛି ଆମ ପାଇଁକା ଚତୁର୍ଥ ବିଷୟ ପଞ୍ଚମ ବିଷୟକୁ ଦେଖିବା ଆମେ ଭିତରେ ରହିଲେ ପବିତ୍ର ଆତ୍ମାଙ୍କୁ ଆମେ ମାନେ ପାଇବୁ ଯେତେବେଳେ ସହଭାଗିତାରେ ରହିବୁ ସେତେବେଳେ ଆମେ ପ୍ରଭୁଙ୍କର ଉପସ୍ଥିତିରେ ରହିବୁ ସେତେବେଳେ ଆମେ କଣ ପାଇବୁ ପବିତ୍ର ଆତ୍ମାଙ୍କୁ ପାଇବୁ ପ୍ରେରିତ ତାର 2 ପର୍ବ 1 ପଦ 2 ପଦ ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ ସମସ୍ତେ ଏକ ସ୍ଥାନରେ ସମବେତ ଥିଲେ ଆଉ ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ଅକସ୍ମାତ୍ ଆକାଶରୁ ଆସି ଯେ ଗୃହରେ ସେମାନେ ବସିଥିଲେ ସେହି ଗୃହର ସର୍ବତ୍ର ବ୍ୟାପିଗଲା ତ ଏଇଠି ଆମେ ଦେଖୁଛୁ ଯୋଉ ଗୃହରେ ସେମାନେ ଥିଲେ ସେଇ ଗୃହରେ କଣ ହଉଛି ନା ସେଇ ପବିତ୍ର ଆତ୍ମାଙ୍କୁ ଆମେ ମାନେ ତାଙ୍କର ଉପସ୍ଥିତି କି ଆମେ ମାନେ ଦେଖିବା ପାଇଁକା ପାରୁଛୁ ତ ଯେତେବେଳେ ଆମେ ଭିତରେ ରହିବୁ ସେତେବେଳେ ଆମେ କଣ ହେଇପାରିବୁ ପବିତ୍ର ଆତ୍ମାଙ୍କୁ ଆମେ ମାନେ ପାଇପାରିବୁ ପ୍ରଭୁଙ୍କର ଉପସ୍ଥିତିରେ ପ୍ରଭୁଙ୍କର ଆମେ ଏଇଠି ଦେଖୁଛୁ କେତେ ଜଣ ଥିଲେ ସେଇ ଘର ଭିତରେ 120 ଜଣ ଥିଲେ ପ୍ରଭୁଙ୍କ ପଛରେ ଯିବାର ଅନେକ ଲୋକମାନେ ଥିଲେ କିନ୍ତୁ ସମସ୍ତେ ଭିତରକୁ ଆସି ପାରିଲେନି ଯେହେତୁ ସେମାନଙ୍କ ଆଶୀର୍ବାଦର ପାତ୍ର ନଥିଲେ ସେମାନେ ଯେହେତୁ ସେମାନେ ଯୋଗ୍ୟ ନଥିଲେ ତେଣୁ କରି ସେମାନେ ସମସ୍ତେ ପବିତ୍ର ଆତ୍ମା ପ୍ରାପ୍ତ ହେଇନାହାନ୍ତି କିନ୍ତୁ 120 ଜଣ ସେମାନେ କଣ ହଉଛନ୍ତି ପବିତ୍ର ଆତ୍ମା ପ୍ରାପ୍ତ ହଉଛନ୍ତି ଯେତେବେଳେ ଆମେ ଭିତରେ ରହିବା ସେତେବେଳେ ପ୍ରଭୁଙ୍କର ସେଇ ପବିତ୍ର ଆତ୍ମାଙ୍କୁ ଆମେ ମାନେ କଣ କରିପାରିବା ନା ଆମେ ମାନେ ପାଇପାରିବା ତ ସବୁବେଳେ ଆମେ ପ୍ରଭୁଙ୍କର ଉପସ୍ଥିତିରେ ପ୍ରଭୁ ଲୋକମାନଙ୍କର ସହଭାଗିତାରେ ରହିବା ପାଇଁ ଆମ ଜୀବନର ସଂକଳ୍ପ ହେବାର ଆବଶ୍ୟକ ରହିଛି ତାପରେ ଷଷ୍ଠ ବିଷୟ ମାନେ ଦେଖିବା ଭିତରେ ରହିଲେ ହିଁ ଆମର ସୁରକ୍ଷା ରହିଛି ଯଦି ଆପଣ ମାନେ ଦେଖିବେ ଯୋହନ ତାର 10 ପର୍ବ 9 ପଦ ମୁଁ ଦ୍ୱାର ଯଦି କେହି ମୋ ଦେଇ ପ୍ରବେଶ କରେ ତାହା ହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ ଆମେନ୍ ତ ପ୍ରଭୁ ଏଠି କଣ କହୁଛନ୍ତି ଯିଏ ମୋ ଦେଇକି ପ୍ରବେଶ କରେ ସିଏ ରକ୍ଷା ପାଇବ ରକ୍ଷା ବି ପାଇବ ଆଉ କଣ ନା ଭିତରକୁ ଆସି ଓ ବାହାରକୁ ଯାଇ ସେ ଚରା ପାଇବ ପ୍ରଭୁଙ୍କ ଠାରେ ସୁରକ୍ଷା ପାଇବ ଭିତରକୁ ଆସିବା ଲୋକର ଏଇଟା ହଉଛି କଣ ନା କ୍ୱାଲିଟି ସେ ଭିତରକୁ ଆସିଲେ ହିଁ ଯାଇକି ତାର କଣ୍ଡିସନ ଏଇଟା ଭିତରକୁ ଆସିଲେ ଯାଇକି ସେ କଣ ପାଇବ ନା ଚରା ପାଇବ ସୁରକ୍ଷା ପ୍ରାପ୍ତ ହେବ ଯେତେବେଳେ ସେ ଭିତରକୁ ଆସିବ ଭିତରେ ନ ରହିବା ଯାଏ କୌଣସି ପ୍ରକାର ସୁରକ୍ଷା ନାହିଁ ଆଜି ଆମେ ସୁରକ୍ଷା ପାଇବାକୁ ଚାହୁଁଛୁ ଆଜି ଆମେ ଆଶୀର୍ବାଦ ପାଇବାକୁ ଚାହୁଁଛୁ ଆଜି ଆମେ ଯୋଗ୍ୟ ହେବାକୁ ଚାହୁଁଛୁ କିନ୍ତୁ କଥା ହଉଛି କଣ ଆମେ ଭିତରକୁ ହିଁ ଆସିବା ପାଇଁକା ଚାହୁଁଛୁ ଭିତରେ ପ୍ରଭୁଙ୍କ ପ୍ରିୟ ମାନେ ଆଶୀର୍ବାଦ ରହିଛି ଭିତରେ ହିଁ ଆମେ ଆସିଲେ ଏଇ ସମସ୍ତ ଅନୁଭୂତି ଗୁଡିକ ଆମେ ମାନେ ପାଇପାରିବା କିନ୍ତୁ ସେଦିନ ଦୁର୍ଭାଗ୍ୟ ପ୍ରଭୁଙ୍କର ମା ଆଉ ଭାଇ ମାନେ କଣ କରୁଛନ୍ତି ବାହାରେ ଠିଆ ହେଇକି 2 ଥର ଲେଖା ଯାଉଛି ବାହାରେ ଠିଆ ହେଇକି ସେମାନେ କଥା ହେବାକୁ ଇଚ୍ଛା କରୁଛନ୍ତି ଶେଷ ବିଷୟ ସପ୍ତମ ବିଷୟ ଯେତେବେଳେ ଆମେ ଭିତରକୁ ଆସୁ ସେତେବେଳେ ଆମେ କଣ ହେଇଥାଉ ଆତ୍ମିକ ପରିବାର ହେଇଥାଉ ପ୍ରଭୁଙ୍କର ସ୍ପିରିଚୁଆଲ ଫ୍ୟାମିଲି ଆମେ ମାନେ ଯଦି ବା ସେମାନେ ପ୍ରଭୁଙ୍କର ନିଜର ଥିଲେ କିନ୍ତୁ ପ୍ରଭୁ ନିଜର ବୋଲି ତାଙ୍କୁ କହୁନାହାନ୍ତି କିନ୍ତୁ ଯୋଉମାନେ ଭିତରକୁ ଆସିଛନ୍ତି ପ୍ରଭୁ ସେମାନଙ୍କୁ ହିଁ ହାତ ଦେଖେଇକି କହୁଛନ୍ତି ଏଇ ମାନେ ହଉଛନ୍ତି ମୋର ଭାଇ ଭଉଣୀ ଓ ମା ବୋଲିକା ଯାହାକି ଆମେ ଦେଖିଲୁ
ସେଇ ମାଥ୍ୟୁ 12:50 ପଦରେ ଯେତେବେଳେ ଆମେ ଭିତରକୁ ଆସୁ ପ୍ରଭୁଙ୍କର ସ୍ପିରିଚୁଆଲ ଫ୍ୟାମିଲି ଆମେ ମାନେ ହେଇପାରିଥାଉ। ତ ଆଜି ପ୍ରଭୁ ଆମ ସମସ୍ତଙ୍କୁ ଚାହାନ୍ତି ଆମେ ସେଇ ଭିତରେ ରହିବା ଲୋକର ସଦୃଶ ଆମେ ହଉ। ବାହାରେ ଠିଆ ହେଇକି ଉପରେ ଉପରେ ରହିକି ଆମେ କାର୍ଯ୍ୟ ନ କରୁ, ସବୁବେଳେ ଭିତରକୁ ପଶିବାର ଆବଶ୍ୟକ ରହିଛି। ଯେତେବେଳେ ଆମେ ସେଇ ପିତରଙ୍କ ବିଷୟ ଦେଖୁଛୁ ଆମେ ସେତେବେଳେ କଣ କହୁଛନ୍ତି, ଲୁକ 5 ପର୍ବର ଘଟଣା, ଟିକେ ଭିତରକୁ ଯାଇକି ପିତର ରାତି ସାରା କିଛି ବି ଧରି ପାରୁନାହାନ୍ତି। ଆଉ ପ୍ରଭୁ ତାଙ୍କୁ କହୁଛନ୍ତି ଆଉ ଟିକେ ଭିତରକୁ ଯାଇକି ତମେ କଣ କର ନା ଜାଲ ପକାଅ। ଆଉ ଯେତେବେଳେ ସେ ସେଟା କରୁଛନ୍ତି ସେଥିରେ ଆମେ ଦେଖୁଛୁ କେତେ ମାଛ ପଡୁଛନ୍ତି, ଫଳରେ ଜାଲ ଛିଣ୍ଡିବାକୁ ଲାଗିଲା ବୋଲି। ଯେତେବେଳେ ଆଉ ଟିକେ ଭିତରକୁ ଯିବୁ ସେତେବେଳେ ଆମେ କଣ ପାଇବୁ ନା ପ୍ରଭୁଙ୍କର ଅନୁଗ୍ରହ ଅଧିକ ପାଇବୁ, ଅଧିକ ପାଇବୁ। ତ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଯେ ଆମେ ଯେମିତି ପ୍ରଭୁଙ୍କ ଦୃଷ୍ଟିରେ ଆଶୀର୍ବାଦ ପ୍ରାପ୍ତ ହେବୁ, ପ୍ରଭୁଙ୍କର ଯୋଗ୍ୟ ଲୋକମାନେ ହେଇପାରିବୁ। ପ୍ରତିଦିନ ଉଠିକି ପ୍ରତିଦିନ ଆମେ ପ୍ରଭୁଙ୍କର ସାନ୍ନିଧ୍ୟରେ ଆସିକି ଯଦି ଆମେ ବାହାରେ ରହିଗଲୁ, ଯଦି ଅଯୋଗ୍ୟ ବୋଲି ଘୋଷିତ ହେଇଗଲୁ, ତାହେଲେ କଣ ଦୁଃଖର ବିଷୟ। ତ ଆମେ ସବୁବେଳେ ଆମର ଟାର୍ଗେଟ ରହିବ ଯେ ମୁଁ ଯେମିତି ଯୋଗ୍ୟ ହେବି। ପ୍ରଭୁ ସେଦିନ ନ କହିଦିଅନ୍ତୁ କି ଏତେ ପ୍ରାର୍ଥନା କଲୁ, ଏତେ କାର୍ଯ୍ୟ କଲୁ, ଅଯୋଗ୍ୟ ମୋର ଦାସ, ମୁଁ ତତେ ଜାଣିନି ବୋଲିକା ପ୍ରଭୁ ସେଇଟା ଯେମିତି ନ କୁହନ୍ତି। ତ ଆମେ ସବୁବେଳେ ସେଥିପାଇଁ ଧ୍ୟାନ ଦଉ ନିଜକୁ ଆମେ କଣ କରିବା, ପ୍ରସ୍ତୁତ କରୁଥିବା। ସେଇ ଅବହେଳାର ମନୋଭାବ, ହଁ ମ ତାଙ୍କର ସେଇ ଅବହେଳାର ମନୋଭାବ ଥିଲା, ହଁ ମ ଆମେ ଡାକିଲେ ପ୍ରଭୁ ଆସିବେନି, ଆମେ ତାଙ୍କର ଲୋକମାନେ ଆଉ ଆମ କଥା ଶୁଣିବେନି। ତ ଆଜି ଅନେକ ସମୟରେ ଆମ ଭିତରେ ସେମିତି ଅବହେଳା ମନୋଭାବ କଣ ହେଇଥାଏ, ଦେଖା ଯାଇଥାଏ। ମୁଁ ତ ପ୍ରଭୁଙ୍କର କାର୍ଯ୍ୟ କରୁଛି, ମୁଁ ତ ପ୍ରଭୁଙ୍କର ନିଜର ଲୋକ, ମୁଁ ତ ଏତେ ବର୍ଷର ମୋ ପାଖରେ ଏକ୍ସପିରିଏନ୍ସ ରହିଛି, ମୁଁ ଯାହା କଲେ ବି ପ୍ରଭୁ କଣ କରିବେ, ସମ୍ଭାଳି ହେବେ, ପ୍ରଭୁ ମତେ ଅନୁଗ୍ରହ ଦେବେ ବୋଲି। ସେଇଟା ଭ୍ରାନ୍ତ ଧାରଣା, ସେଇଟା ଭ୍ରାନ୍ତ ଧାରଣା। କିନ୍ତୁ ପ୍ରଭୁ ସବୁବେଳେ ଚାହାନ୍ତି ଯେମିତି ଆମେ ଭିତରକୁ ଆସିବା ଆଉ ତାଙ୍କର ସମସ୍ତ ସେଇ ଆଶୀର୍ବାଦର ଆମେ ମାନେ ଅଂଶୀ ହଉଥିବା। ପ୍ରଥମେ ଆମେ ଦେଖିଲୁ ଯେତେବେଳେ ଭିତରକୁ ଆସିବୁ ଆମ ପାଇଁକା ରହିଛି ଆଶୀର୍ବାଦ ରହିଛି। ଭିତରେ ଆସିଲେ ଆମେ ଯୋଗ୍ୟ ହେଇପାରିବୁ, ଭିତରେ ଆସିଲେ ଯୋଗ୍ୟ ଗଣିତ ହେଇପାରିବୁ, ଭିତରକୁ ଆସିଲେ ଆମେ ଶାନ୍ତି ପାଇପାରିବୁ, ଭିତରକୁ ଆସିଲେ ସୁସ୍ଥତା ପାଇପାରିବୁ। ଆତ୍ମିକ ସୁସ୍ଥତା ସହିତ ଶାରୀରିକ ସୁସ୍ଥତା ଇନକ୍ଲୁଡ ଅଛି। ତାପରେ ଆମେ ମାନେ ଦେଖିଲୁ ଭିତରକୁ ଆସିଲେ ପବିତ୍ର ଆତ୍ମାକୁ ପାଇପାରିବୁ। ପବିତ୍ର ଆତ୍ମା ଆମ ଭିତରେ ରହିବେ, ସିଏ ଆମକୁ ଗାଇଡ କରିବେ, ସିଏ ଆମକୁ ଲିଡ କରିବେ। ଆମେ କମିଯିବୁ, ସିଏ ବଢି ଯାଉଥିବେ। ତାପରେ ଆମେ ଦେଖିଲୁ ଭିତରେ ଆସିଲେ ଆମେ ସୁରକ୍ଷା ପାଇବୁ, ଆମେ ଚରା ପାଇବୁ। ଭିତର ଲୋକମାନଙ୍କ ପାଇଁକା ଏଇ ଆଶୀର୍ବାଦ। ଆଉ ଆମେ ପ୍ରଭୁଙ୍କର ଆତ୍ମିକ ପରିବାର ହେଇପାରିବୁ। ସେଦିନ ପ୍ରଭୁ କହିବେ ଆମକୁ ଭିତରକୁ ଆସିଯାଅ ବୋଲି। ବାହାରେ ରହିଲେ କଣ, ସେଇ ଅନ୍ଧକାର, ସେଇ ଅଗ୍ନି ରହିଛି, ସେଇ ଦନ୍ତ ଘର୍ଷଣ ରହିଛି, ଏଇ ସବୁ ବାହାରର ଲୋକମାନଙ୍କ ପାଇଁ ରହିଛି। କିନ୍ତୁ ଭିତରର ଲୋକମାନଙ୍କ ପାଇଁ କଣ ରହିଛି, ଆନନ୍ଦ ରହିଛି, ଆମୋଦର ମୁହୂର୍ତ୍ତ ରହିଛି, ପ୍ରଭୁଙ୍କର ସହଭାଗିତାର ବିଷୟ ଗୁଡିକ ରହିଛି। ପ୍ରଭୁ ଆମ ସମସ୍ତଙ୍କୁ ତାଙ୍କର ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ, ଭିତରେ ରହିବାର ଲୋକ କର। ବହୁତ ବହୁତ ଧନ୍ୟବାଦ। ଆସନ୍ତୁ ପ୍ରଭୁଙ୍କର ଦାସୀଙ୍କ ନିମନ୍ତେ ପୁଣି ପ୍ରଭୁଙ୍କର ବାକ୍ୟକୁ ଗୋଟେ ଉଚ୍ଚ କରତାଳି ଦେବା। ଏ ପ୍ରାତ ସମୟରେ ପ୍ରଭୁ ଅନୁଗ୍ରହ କଲେ, ପ୍ରଭୁଙ୍କର ଦାସୀଙ୍କ ଠାରୁ ସୁନ୍ଦର ସ୍ୱର ଏବଂ ସୁନ୍ଦର ମାନକୁ ଆମମାନଙ୍କୁ ସାଉଣ୍ଟିବାକୁ ଅନୁଗ୍ରହ ପ୍ରଦାନ କଲେ। ଆଜି ଆମମାନେ ପ୍ରଭୁଙ୍କର ଦାସୀଙ୍କ ଠାରୁ ଯୋଉ ବାକ୍ୟ ଶୁଣୁଥିଲୁ, ଭିତରେ ରହିବା ଦ୍ୱାରା ଯୋଉ 7ଟି ଆଶୀର୍ବାଦ ଯେ ପୁନଃ ପୁନଃ ଆମମାନଙ୍କୁ ମନେ ରହିଲା ଭଳି ସେ ମନେ ପକେଇ ଦେଇ ଆମମାନଙ୍କୁ ସେ କହିଅଛନ୍ତି। ସେଥିପାଇଁ ମୁଁ ପୁନରାବୃତ୍ତି କରେ ନାହିଁ। 7ଟି ଯୋଉ ଆଶୀର୍ବାଦକୁ ଶେଷରେ ମଧ୍ୟ ପୁନର୍ବାର ସେ 7ଟି ଆଶୀର୍ବାଦକୁ ସେ ପୁନରାବୃତ୍ତି କରିଅଛନ୍ତି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଆମେ ଭିତରେ ରହିବା ଲୋକ ହଉ ଆଉ ସେ ସମସ୍ତ ଆଶୀର୍ବାଦ ଯେ ପ୍ରକାର ପ୍ରାପ୍ତ ହେବା। ଏଥିପାଇଁ ପ୍ରଭୁ ଆମମାନଙ୍କୁ ଆଜିର ବାକ୍ୟ ଅନୁସାରେ ଆମମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତୁ। ନିଜ ନିଜକୁ ପ୍ରଶ୍ନ କରିବା ଯେ ଆଜି ଆମେ ବାହାରେ ଅଛୁ ନା ଭିତରେ ଅଛୁ। ଯଦି ଭିତରେ ଥିବା ତାହେଲେ ଆଶୀର୍ବାଦ ପ୍ରାପ୍ତ ହେବା, ଯଦି ବାହାରେ ରହିବା ତାହେଲେ ସେଇ ଦନ୍ତର କିଡିମିଡିରେ ପକାଯିବା। ସେଇ ପ୍ରକାର ଭାବରେ ପ୍ରଭୁ ଆମମାନଙ୍କର ଜୀବନରେ ହେବାକୁ ନ ଦିଅନ୍ତୁ। ଆମମାନେ ଯେ ପ୍ରକାର ସେ ଆଶୀର୍ବାଦର ଅଂଶ ହେଇପାରିବା, ସେଥିପାଇଁ ଆମ ପ୍ରତ୍ୟେକଙ୍କୁ ପ୍ରଭୁ ଆଜିର ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କଲେ, ଦୟା କଲେ। ଆଜି ଦିନରେ ଏଇ ପ୍ରଭାତ ସମୟରେ ଅନଲାଇନ ଉପାସନାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମଧ୍ୟସ୍ଥ ପ୍ରାର୍ଥନାରେ
ଆମ ମାନଙ୍କର ମୋହିନୀମାଳି ସିଷ୍ଟରଙ୍କୁ ବ୍ୟବହାର କଲେ। ପୁଣି ଅନେକ ପ୍ରାର୍ଥନାର ଯୋଦ୍ଧା ସେଠି ପ୍ରାର୍ଥନା କରିଛନ୍ତି।